ଜୀବନରେ ଯାହା ହୋଇଗଲା ତାକୁ ନେଇ ସବୁବେଳେ ଦୁଃଖ କରିବାର କିଛି ଲାଭ ନାହିଁ। କିଛି ଲୋକ ଆମକୁ ଛାଡ଼ି ଚାଲିଗଲେ, କିଛି ସମ୍ପର୍କ ଭାଙ୍ଗିଗଲା, କିଛି ସ୍ୱପ୍ନ ଅଧାରେ ରହିଗଲା, କିନ୍ତୁ ଏହା ଆମ ଜୀବନର ନୁହେଁ। ଅତୀତ ଆମକୁ ଗୋଟିଏ କଥା ଶିଖାଏ, କାହାକୁ ହରାଇବା ଠାରୁ ନିଜକୁ ହରାଇବା ଅଧିକ ବଡ଼ କ୍ଷତି। ତେଣୁ ଯିଏ ଚାଲିଗଲା ତାକୁ ଯିବାକୁ ଦିଅନ୍ତୁ। ଯାହା ହୋଇଗଲା ତାକୁ ଗ୍ରହଣ କରନ୍ତୁ। ଲୁହକୁ ଦୁର୍ବଳତା ନୁହେଁ, ନିଜର ଶକ୍ତି କରନ୍ତୁ। ଆଜି ହୁଏତ ଆପଣ ଭାଙ୍ଗି ଯାଇଛନ୍ତି, କିନ୍ତୁ ମନେ ରଖନ୍ତୁ, ଭାଙ୍ଗିଥିବା ମଣିଷ ହିଁ ଦିନେ ସବୁଠାରୁ ଶକ୍ତିଶାଳୀ ହୋଇଉଠେ। ପଛକୁ ଚାହିଁ ରୁହନ୍ତୁନି, ଆଗକୁ ବଢ଼ନ୍ତୁ, ପରିଶ୍ରମ କରନ୍ତୁ, ଆଉ ନିଜ ଉପରେ ବିଶ୍ୱାସ ରଖନ୍ତୁ। ସମୟ ସମସ୍ତଙ୍କୁ ମିଳେ ଜୀବନ ବଦଳାଇବା ପାଇଁ, ହେଲେ ଜୀବନ ଆଉ ଥରେ ମିଳେନି ସମୟ ବଦଳାଇବା ପାଇଁ। ଯିଏ ଆପଣଙ୍କୁ ଆଦର କରୁଛି ତାକୁ କେବେ ହରେଇବେନି, କାରଣ ହଜି ଯାଇଥିବା ମଣିଷ କେବେ ଖୋଜିଲେ ମିଳେ ନାହିଁ। ଜଣେ ବୁଢ଼ା ବାପାଙ୍କର ନିଜ ପିଲାମାନଙ୍କୁ କିଛି ଅମୂଲ୍ୟ ଶିକ୍ଷା। କୌଣସି ମଣିଷକୁ କେବେ ଅଦରକାରୀ ଭାବନ୍ତୁ ନାହିଁ, କାରଣ ଯେଉଁ ଗଛ ଫଳ ଦିଏ ନାହିଁ ସେ ଛାଇ ନିଶ୍ଚୟ ଦେଇଥାଏ। ସାଥ ଦେବା ଶିଖନ୍ତୁ। ଅସୁବିଧା ସମୟରେ କେହି ପରାମର୍ଶ ମାଗିଲେ ପରାମର୍ଶ ସହିତ ନିଜର ସାଥ ମଧ୍ୟ ଦିଅନ୍ତୁ, କାରଣ ପରାମର୍ଶ ଭୁଲ ହୋଇପାରେ, କିନ୍ତୁ ସାଥ କେବେ ଭୁଲ ହୁଏ ନାହିଁ। ସମ୍ପର୍କର ସତ୍ୟ ସଦାବେଳେ ମନେ ରଖନ୍ତୁ। ଜଣେ ପୁରୁଷ ସାଥ ଛାଡ଼ିବା ପୂର୍ବରୁ ଝଗଡ଼ା ଆରମ୍ଭ କରେ, ଆଉ ଜଣେ ନାରୀ ସାଥ ଛାଡ଼ିବା ପୂର୍ବରୁ ଝଗଡ଼ା କରିବା ବନ୍ଦ କରିଦିଏ। ନିଜର ଆତ୍ମସମ୍ମାନ ରକ୍ଷା କରନ୍ତୁ। ଯଦି କେଉଁଠି ନିମନ୍ତ୍ରଣ ମିଳିନାହିଁ ତେବେ ଯାଆନ୍ତୁ ନାହିଁ। ନ କହିଲେ ପଚାରନ୍ତୁ ନାହିଁ, ଆଉ ଡେରିରେ ଡାକିଲେ ସିଧା ମନା କରିଦିଅନ୍ତୁ। ମନେ ରଖନ୍ତୁ, ଯେତେବେଳେ ଆପଣ ଆରମ୍ଭରୁ କାହାର ଯୋଜନାର ଅଂଶ ନଥିଲେ, ଏବେ ଆପଣ କେବଳ ସେମାନଙ୍କ ସୁବିଧାର ସାଧନ ପାଲଟିଛନ୍ତି। ଅହଙ୍କାର କରନ୍ତୁ ନାହିଁ। ଯଦି ଘରେ ଆପଣ ଏବଂ ପୁରା ପରିବାର ଖାଉଛି, ତେବେ ଗର୍ବ କରନ୍ତୁ ନାହିଁ। ଉପରବାଲାଙ୍କୁ ଧନ୍ୟବାଦ ଦିଅନ୍ତୁ ଯେ ଭଲ କାମ ପାଇଁ ଭଗବାନ ଆପଣଙ୍କୁ ବାଛିଛନ୍ତି। ପ୍ରକୃତିର ନିୟମ, ପରିଶ୍ରମର ଫଳ ଏବଂ ସମସ୍ୟାର ସମାଧାନ ବିଳମ୍ବରେ ହେଲେ ମଧ୍ୟ ମିଳେ ନିଶ୍ଚୟ। ଯେତେବେଳେ ଆପଣ ଅନ୍ୟମାନଙ୍କ ପାଇଁ ଭଲ ଚିନ୍ତା କରନ୍ତି, ସେହି ଭଲ ଜିନିଷ ହିଁ ଆପଣଙ୍କ ଜୀବନକୁ ଫେରିଆସେ। ଜୟ ଶ୍ରୀ ଜଗନ୍ନାଥ।